ଆସନ୍ତୁ ବୁଝିବା ଗୋକ୍ଷୀ ବାବାଙ୍କ ବିଷୟରେ। ମୁଁ ଆଜି ଆସିଥିଲି ଗୋକ୍ଷୀ ବାବାଙ୍କୁ ଦର୍ଶନ କରିବା ପାଇଁ। ସେଠି ତାଙ୍କୁ ଯେ ପୂଜା କରନ୍ତି ତାଙ୍କୁ ଭେଟ ହେଲା। ମୁଁ ଆଜି ତାଙ୍କୁ ଟିକେ ପଚାରିବି ଗୋକ୍ଷୀ ବାବାଙ୍କ ବିଷୟରେ କ'ଣ ଜାଣିଛନ୍ତି, ତାଙ୍କର କ'ଣ ମହିମା, ଆଉ ସେଠି କେମିତି ରହିଥିଲେ, ତାଙ୍କ ବିଷୟରେ ଜାଣିବା। ଆପଣ ନମସ୍କାର, ମୁଁ ସୁନ୍ଦରପଦାରେ ରୁହେ। ଆମେ ତ ଆଜିକା ଜେନେରେସନର ପିଲା ବହୁତ କମ୍ ଜାଣିଛୁ ଗୋକ୍ଷୀ ବାବାଙ୍କ ବିଷୟରେ। ଆମେ ଆମ ବାପା ବଡ଼ବାପା ଜେଜେବାପାଙ୍କଠୁ ଯାହା ସବୁ ଶୁଣିଅଛୁ। ଗୋକ୍ଷୀ ବାବା ଆକ୍ଚୁଆଲି ହେଉଛନ୍ତି ତାଙ୍କ ଘର ପୋଖରୀପୁର। ସିଏ ଛୋଟବେଳୁ ଘର ତ୍ୟାଗ କରିଥିଲେ, ସନ୍ନ୍ୟାସ ନେଇଥିଲେ। ସେ ସନ୍ନ୍ୟାସ ନେବା ପରେ ସିଦ୍ଧ ହେବା ପାଇଁ, ତପସ୍ୟା କରିବା ପାଇଁ ଗୋଟେ ଜାଗା ଚୟନ କରିବା ପାଇଁ ସାରା ବ୍ରହ୍ମାଣ୍ଡ ବୁଲୁଥିଲେ। ବୁଲିବା ସମୟରେ ତାଙ୍କୁ ଏଇ ଜାଗାଟା ଭଲ ଲାଗିଥିଲା, ସେଇ ଜାଗାକୁ ଚୟନ କରିଥିଲେ। ଏଠି ସେ ତପସ୍ୟା କରିଥିଲେ। ଏଠି ତପସ୍ୟା କରି ସେ ବହୁତ ସିଦ୍ଧ ଲାଭ କରିଥିଲେ। କାହିଁକି ନା ଏଠି ଆମର ଜଗନ୍ନାଥ ମହାଦେବ 2 ଜଣ ମିଶିକି ଅଛନ୍ତି, ହରି ଆଉ ହର। ତାଙ୍କୁ ସେଥିପାଇଁ ଜାଗାଟା ଭଲ ଲାଗିଥିଲା। ଏଠି ତପସ୍ୟା କରିବା ଭିତରେ ସିଏ ଆମର ଏ ପାଖାପାଖି ବିଲ ଫିଲ ସବୁ ଜଗାଜଗି କରନ୍ତି। ଛୋଟ ପିଲା କି ବୁଢା ବୁଢୀଙ୍କର କିଛି ରୋଗ ଫୋଗ ହେଲେ ତାଙ୍କୁ ସେ ଚେରମୂଳି ଦ୍ୱାରା ମାନେ ଉପଚାର କରନ୍ତି। ଏଠି ପାଖରେ ଗୋଟେ ଚୁଆ ଅଛି, ତା ନାଁ ପଛରେ ଗୋକ୍ଷୀ ଚୁଆ ଦିଆଗଲା କ'ଣ ପାଇଁ ତାର ବି ଷ୍ଟୋରି ଅଛି। ସେ ସେଠିକି ସବୁଦିନ ସକାଳେ ଗାଧେଇବା ପାଇଁ ପାଖରେ ଆମ ଗାଁ ମୁଣ୍ଡରେ, ସୁନ୍ଦରପଦା ଗାଁ ମୁଣ୍ଡରେ, ସେଠିକି ସେ ଗାଧେଇବା ପାଇଁ ଯାଆନ୍ତି। ଯିବା ରାସ୍ତାରେ ଗୋଟେ ମୁସଲିମ ଲୋକଙ୍କର ବିଲ ପଡେ। ସେ ବିଲକୁ ସେ ବାଡ଼ ଡେଇଁକି ନ ଯାଇକି ବାଡ଼ଟାକୁ ଭାଙ୍ଗିକି ଖୋଲି ଦେଇକିନା ପଳାନ୍ତି ଗାଧେଇବା ପାଇଁ। ତ ସେ ବାଡ଼ ଯୋଉ ଖୋଲିକି ଯାଆନ୍ତି ଗାଧେଇବା ପାଇଁ, ଫେରିବା ବେଳେ ବାଡ଼ଟା ଦବାକୁ ଭୁଲି ଯାଆନ୍ତି। ଯାହାଫଳରେ କି ସେ ଯୋଉ ଚାଷ କରେ ସେ ବିଲରେ ଗାଈ ଫାଇ ପଶିକି ଚାଷକୁ ନଷ୍ଟ କରନ୍ତି। ଏମିତି ବହୁତ ଥର ଚାଲିବା ପରେ ସେ ମୁସଲିମଟି ଗୋକ୍ଷୀ ବାବାଙ୍କ ପାଖକୁ ଆସିକି ଜଣେଇଲା, ତାର ଅସୁବିଧାଟା ଜଣେଇଲା କି ଆପଣ ବାବା ହେବେ, ଆପଣଙ୍କ ନିତ୍ୟକର୍ମ ସକାଶେ ମୋ ବିଲର ଫସଲ ନଷ୍ଟ ହଉଛି। ବାବା ସେଠି ତାଙ୍କୁ ଗୋଟେ କଥା କହିଥିଲେ କି ତୁ ଆଜିଠି ତୋର ସେ ଯୋଉ ବାଡ଼ଟା ସମ୍ପୂର୍ଣ୍ଣ ଭାବରେ ଖୋଲିଦେ, କିଛି ଦବା ହିଁ ଦରକାର ନାହିଁ। ଆଜିଠି ତୋ ବିଲରେ ମୁଁ ତୋତେ ଗାଈ ହିଁ ପଶିବନି ବୋଲି ମୁଁ ତୋତେ ଆଶୀର୍ବାଦ ଦଉଛି। ସେବେଠୁ ସେ ଖୋଲି ଦେଇଥିଲା ତାର ବାଡ଼ଟା। ଗୋକ୍ଷୀ ବାବା ସେଠି ସବୁଦିନ ଗାଧେଇବାକୁ ଯାଆନ୍ତି। ଆଉ ସେବେଠୁ ଆଜି ପର୍ଯ୍ୟନ୍ତ 200 ବର୍ଷ ପାଖାପାଖି ହେଇଗଲା ଆମେ ଯାହା ଶୁଣି ଆସୁ, ସେ ବିଲରେ ଆଜି ପର୍ଯ୍ୟନ୍ତ ବି ଖୋଲାଟିଆ ମେଲା ଅଛି। ଗାଈ ପଶନ୍ତିନି ସେଇ ବିଲରେ। ଆମେ ବି ଆଜି ପର୍ଯ୍ୟନ୍ତ ଦେଖି ଆସୁ, ବହୁତ ଲୋକ ଆସିକି ଦେଖିକି ପରୀକ୍ଷା କରିକି ଯାଆନ୍ତି। ସେ ବିଲରେ ଆଜି ପର୍ଯ୍ୟନ୍ତ ଗାଈ ହିଁ ବାବାଙ୍କର ନଡ଼ିଆ ସହିତ ସମ୍ପର୍କ ଚୁଆର ନାଁ ହେଲା ଗୋକ୍ଷୀ ଚୁଆ। ବାବାଙ୍କର ନଡ଼ିଆ ସହିତ ସମ୍ପର୍କ କ'ଣ? ବାବାଙ୍କୁ ମୁଁ ନଡ଼ିଆ ଶୁଣିଛି ନଡ଼ିଆ ଯାଚିଲେ ତାଙ୍କର ମାନସିକ ପୂର୍ଣ୍ଣ ହୁଏ। ବାବାଙ୍କର ନଡ଼ିଆ ହେଲା ବହୁତ ପ୍ରିୟ। ସେ ସେତେବେଳେ ଏଠି ଯେତେବେଳେ ସିଦ୍ଧ ଲାଭ କରିଥିଲେ, ସିଏ ମାନେ ମାନ୍ୟତା ଅଛି ଯେ ସିଏ ଯୋଉ 7 ଦିନ 8 ଦିନ ତପସ୍ୟା କରିଥିଲେ, ସିଦ୍ଧ ଲାଭ କରିଥିଲେ, ସେତେବେଳେ ସେ କିଛି ନ ଖାଇକି ଖାଲି ନଡ଼ିଆ ପାଣି ପିଇକି ରହିଥିଲେ। ତ ତାର ଷ୍ଟୋରି ହେଲା ଯେ ଯେତେବେଳେ ସେ ଏଠି ସିଦ୍ଧ ଲାଭ କରିବାର ଚରମ ସୀମାରେ ପହଞ୍ଚିଗଲେ, ସେଠି ଗାଁ ଲୋକଙ୍କୁ କହିଥିଲେ ଯେ ମୋର ଶେଷ ତପସ୍ୟାଟା ପୂର୍ଣ୍ଣ କରିବାକୁ ଯିବି। ଏଇଟା ହଉଛି ଗୋକ୍ଷୀ ବାବାଙ୍କ ଘର ଥିଲା, ଏଠି ଗୋକ୍ଷୀ ବାବା ରହୁଥିଲେ। ଏଇଟା ହଉଛି ଗୋକ୍ଷୀ ବାବାଙ୍କର ଘର। ଆଗରୁ ଚାଳ ମାଟି ଘର ଥିଲା, ଏବେ ଗାଁ ଲୋକ ତାକୁ ଏମିତି କରିଦେଇଛନ୍ତି। ତ ତାଙ୍କୁ କହିଥିଲେ ଗାଁ ଲୋକଙ୍କୁ ଡାକିକି ସମସ୍ତଙ୍କୁ, 7 ଦିନ ତପସ୍ୟାରେ ବସିବି, କବାଟ ମୋର କେହି ଖୋଲିବନି, ମୁଁ ଏକାନ୍ତରେ ତପସ୍ୟା କରିବି। 7 ଦିନ ଯେତେବେଳେ ଆରମ୍ଭ ହେଲା, ସେ କବାଟକୁ ଆଉଜେଇକି ଭିତରେ ଆରମ୍ଭ କରିଥିଲେ ତପସ୍ୟା। ମତେ କେହି ଡିଷ୍ଟର୍ବ କରିବନି କି ମୋ କଥା କେହି ବୁଝିବନି। 5 ଦିନ ବିତିଗଲା, ସେ ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ବାବାଙ୍କର ମନ୍ତ୍ରର ସ୍ୱର ବାହାରକୁ ଶୁଣାଯାଏ। ବାବା ମାନେ ଜାଣନ୍ତି ସମସ୍ତେ ଯେ ବାବା ତପସ୍ୟାରେ ବସିଛନ୍ତି। 5 ଦିନ ପରେ ଗାଁ ଲୋକଙ୍କୁ ବାବାଙ୍କର ଭଏସଟା କି ଯୋଉ ମନ୍ତ୍ରର ସ୍ୱରଟା ଶୁଣିବା ବନ୍ଦ ହେଇଗଲା। ତ ଗାଁ ଲୋକ ଭୟଭୀତ ହେଇଗଲେ କି ମାନେ ବୟସ୍କ ଲୋକ କିଛି ଅସୁବିଧା ହେଇଗଲା, ଖାଇନାହାନ୍ତି ପିଇନାହାନ୍ତି, ତପସ୍ୟାରେ ବସୁଛନ୍ତି। ତ ଡରିକି ଏକାଥରକେ ସମସ୍ତେ ମିଶିକି ଆସି କବାଟକୁ ଖୋଲିଦେଲେ। ଖୋଲିଲା ବେଳକୁ ବାବା ସେଠି ମାନେ ଚଟାଣରୁ 5 ଫୁଟ 7 ଫୁଟ ଉପରେ ଶୂନ୍ୟରେ ତପସ୍ୟା କରୁଥିଲେ। ତ ଲୋକ ଦେଖିଦେଲେ ସେ ସେଠି ପଡ଼ିଗଲେ। ପଡ଼ିଗଲା ପରେ ତାଙ୍କୁ ସେଠି ମାନେ ତାଙ୍କର ଦେହ ତ୍ୟାଗ ହେଇଗଲା, ମାନେ କାହାକୁ କିଛି ନ କହିକି ପଡ଼ିଗଲା, ତାଙ୍କର ସେଠି ଦେହ ତ୍ୟାଗ ହେଇଗଲା। ସେଇ ସମୟରେ କିଛିଟା ଆମର ଗାଁ ଲୋକ ପୁରୀ ବୁଲିବାକୁ ଯାଉଥିଲେ, ବାଟରେ ଗୋକ୍ଷୀ ବାବାଙ୍କୁ ଭେଟ ହୋଇଥିଲେ। ପଚାରିଲେ କି ବାବା ଇଆଡ଼େ କୁଆଡ଼େ ଚାଲି ଚାଲି ଯାଉଛନ୍ତି?